100% ଆମର ତ୍ୟାଗ ଦେଇଛୁ କାମ ପାଇଁ 100% ଦେଇଛୁ। ଆପଣ ମାନେ ଜାଣନ୍ତି ମ୍ୟୁନିସିପାଲିଟି ଇଲେକ୍ସନ ହଉ ପଞ୍ଚାୟତ ଇଲେକ୍ସନ ହଉ ଏକାଠି ହେଇକି ମୁଁ କାମ କରୁଛି ସେ ଜାଗାରେ ବୁଥ କମିଟି ମାନେ ଯେତିକି କାମ ଦଳ ସବୁ କରିସାରିଲା ପରେ ଦୁଃଖ ବିଷୟ କି କାହାକୁ ଟିକେଟ ମିଳିବ କାହାକୁ ନାହିଁ କେହି ପରୀକ୍ଷା ମଧ୍ୟ ବୁଝୁନାହାନ୍ତି ଟିକେଟ କାହାକୁ ମିଳିବ ନ ମିଳିବ ସେଇଟା ପ୍ରଶ୍ନ ନାହିଁ କିନ୍ତୁ ଏଇଆ ହେଲା ଯାହାକି ସେଠି ସମ୍ମାନ ରହିବା ଦରକାର। ମୁଁ ଯେହେତୁ ଗଲା ଇଲେକ୍ସନରେ ପାଖାପାଖି 69.something ପାଖାପାଖି 70,000 ଭୋଟ ବିଜେପିର ସେ ଜାଗାରେ ମୋ ନେତୃତ୍ୱରେ ସମସ୍ତ ନଗରବାସୀମାନଙ୍କ ସାହାଯ୍ୟରେ କରାଯାଇଥିଲା। ବିଗତ ଲାଷ୍ଟ 6 ମାସ ହେଲାଣି କୌଣସି ମିଟିଂରେ ମୋତେ ଡକାଯାଇନି ଯୋଉଟା ଆପଣଙ୍କର ପ୍ରଶ୍ନ ଭାଇନା ଯେ କୌଣସି ମିଟିଂରେ ଆମକୁ ଡକାଯାଉନି। ଏବଂ ଯୋଉ ଆଶାୟୀ ପ୍ରାର୍ଥୀମାନଙ୍କର ଅବିକା ଗୋଟେ ମିଟିଂ ହେଇଥିଲା ଯେ ଯୋଉମାନେ ଆଶାୟୀ ଅଛନ୍ତି ପ୍ଲସ୍ କ୍ୟାଣ୍ଡିଡେଟ୍ ସେମାନେ ଯାଇକି ତାଙ୍କ ବାୟୋଡାଟା ଦେବା ସେଥିରେ ବି ମୋତେ ଇନଫର୍ମେସନ୍ ଦିଆଗଲାନି। ଆଜି ଯେକୌଣସି ମିଟିଂ କାମ ହେଉଛି କି ଉତ୍ତରଟି ବି ଏପର୍ଯ୍ୟନ୍ତ 6 ମାସ 8 ମାସ ହେଲାଣି ସେମାନେ ଟୋଟାଲି ଅଣଦେଖା ମୋତେ କରାଯାଇଛି। ଆଉ ମୁଖ୍ୟ ଅବଶ୍ୟ ପୁରା ଦଳଟା ସମ୍ବିତ ପାତ୍ର ଏବଂ ମୁଖ୍ୟ ତାଙ୍କ ପାଇଁ ଦଳ ଛାଡ଼ି ଆସେ ତାଙ୍କ ବ୍ୟବହାର ମୋତେ ଭଲ ଲାଗିଲାନି। ଆଉ ଦଳ ପୁରା ଚୁପ୍ ରହିଲା ସେଥିରେ ମୋତେ ଭଲ ଲାଗିଲାନି। ଯେହେତୁ ବିଜୁ ଜନତା ଦଳ କରିଛି କହିଲେ ଯଦି ସମ୍ମାନ ନାହିଁ ଟିକେ ଯଦି ସମ୍ମାନ ସହିତ ଡାକୁଛନ୍ତି ସେଇଠିକି ଯିବ ସେଠି ନାହିଁ। ମୋ ମୁଖ୍ୟମନ୍ତ୍ରୀଙ୍କର ନୀତି ଆଦର୍ଶରେ ମୁଁ ମିଶିଛି ମୋତେ ଜମା ବି ଆଶା କରୁନି ଠିଆ ହେବା ପାଇଁ ଯୋଉଠି ଆମେ 9 ବର୍ଷ ଘଟିକି ସେ ଜାଗାରେ ଆମ ପାଇଁ ସେ ସମ୍ମାନ ରହିଲାନି। ମୁଁ ତେବେ ନୂଆ କି ମିଶିଛି ସେଇଠି ମୁଁ ତାପରେ ଭାବିବି ମୁଖ୍ୟମନ୍ତ୍ରୀ ଯାହା ଡିସାଇଡ୍ କରିବେ ଯଦି କୋଉ ଜାଗା ଭାବିବେ ଯେ ଫିଟନେସ୍ ଦେଲେ ଗଲେ ନହେଲେ ମୁଁ ଦଳ ପାଇଁ କାମ କରିବି ନେକ୍ସଟ ଟାଇମ୍।